ଆପଣ ସୁକିନ୍ଦାର ଇତିହାସ ଦେଖନ୍ତୁ। ସୁକିନ୍ଦା ଲୋକ ଥରେ ପ୍ରତ୍ୟାଖ୍ୟାନ କଲେ ମାନେ ଆଉ ସେ ପଛକୁ ବୁଲିକି ଅନେଇବେନି। ଥରେ ଆପଣଙ୍କୁ ଆଦର ଅଭ୍ୟର୍ଥନା କଲେ ମାନେ ଆପଣଙ୍କୁ ଛାଡ଼ିବେନି। ଯେଉଁଥିରେ ଆପଣ କଂଗ୍ରେସର ଶ୍ରୀଯୁକ୍ତ ଶରତ କୁମାର ରାଉତ 10 ବର୍ଷ ଏଠି ବିଧାୟକ ଥିଲେ, ତା ଭିତରେ ଥରେ ମଧ୍ୟ ମନ୍ତ୍ରୀ ହେଇଥିଲେ। ତାପରେ ତାଙ୍କର ବ୍ୟବହାର ଆଚାର କାମ କରିବାର ଶୈଳୀ ଲୋକଙ୍କୁ ପସନ୍ଦ ଆସିଲା ନାହିଁ, ଲୋକ ତାଙ୍କୁ ପ୍ରତ୍ୟାଖ୍ୟାନ କଲେ। ପ୍ରତ୍ୟାଖ୍ୟାନ କଲେ ମାନେ 2025 ଆଜି ହେଲା, ଆଜି ପର୍ଯ୍ୟନ୍ତ ଆଉ ଗ୍ରହଣ କଲେ ନାହିଁ। ସେଇଭଳି ପ୍ରଫୁଲ୍ଲ ଗଡ଼େଇଙ୍କୁ 1990 ମସିହାରୁ ତାଙ୍କ ପରିବାରକୁ ଦୀର୍ଘ 35 ବର୍ଷ କାଳ ଲୋକ ଭୋଟ ଦେଇ ସୁକିନ୍ଦାରେ ଆଦରି ନେଇଥିଲେ। ତାପରେ ଯେତେବେଳେ ତାକୁ ଘୃଣା ଆରମ୍ଭ କଲେ ତ ଏକାଥରେ ବିଦା କରିଦେଲେ। ବିଦା କରିଲେ ବର୍ତ୍ତମାନ ଆଉ ଗ୍ରହଣ ସେ କରିବେ ନାହିଁ। ସୁକିନ୍ଦାର ଇତିହାସ ଏଟା କହୁଛି। ଏଟାକୁ ପ୍ରଫୁଲ୍ଲ ବାବୁ ଘଡ଼େଇ ବାବୁ ମର୍ମେ ଅନୁଭବ କରିଛନ୍ତି, ଯେଉଁଥିପାଇଁ ସେ ହରିହାଟ ଆପଣଙ୍କର କର୍ଦା ହରିହାଟ ମେଳାରେ ଭାଷଣ ମାଧ୍ୟମରେ ଜଣାଇଦେଲେ ଯେ ଆମେ ଆଉ ସୁକିନ୍ଦା ଲୋକ ଆମକୁ ଗ୍ରହଣ କରିବେନି। ତେଣୁ କୋରେଇ ଲୋକ ଆମେ ଭାରି ଭଲ ପାଆନ୍ତି, କୋରେଇ ଲୋକଙ୍କ କତିକି ଆମେ ପଳେଇ ଆସିବୁ। ଜାଣିବାକୁ ଇଚ୍ଛା କରୁନଥିଲେ ସୁକିନ୍ଦା ଯିବା ପାଇଁ। ଯେତେବେଳେ ନବୀନ ବାବୁ 2013ରେ ଆମକୁ କହିଲେ ଗୋଟିଏ ଟିକେଟ ଦିଆଯିବ, ବିଜେଡି ତାର ଦଳର ମିଟିଂ ହେଇକି ସ୍ଥିରୀକୃତ ହେଲା ଯେ ଗୋଟିଏ ପରିବାରରୁ ଜଣକୁ ଟିକେଟ ଦିଆଯିବ। ସେଇ ହିସାବରେ ଇଏ ଗୋଟିଏ ଟିକେଟ ପାଇବାର ହକଦାର ହେଲେ। ସାଙ୍ଗେ ସାଙ୍ଗେ ପ୍ରଫୁଲ୍ଲ ବାବୁ ସେଠି ନବୀନ ବାବୁ କହିଥିଲେ ଯେ ସୁକିନ୍ଦା ଟିକେଟଟି ଆମକୁ ଦେବେ। ତେଣୁ ଯଦି ସୁକିନ୍ଦାରେ ତାଙ୍କର ଏତେ ଲୋଭ, ଖଣିକି କାରଖାନାକୁ ସେଠି ମାଟି ତଳେ ଥିବା କ୍ରୋମାଇଟକି ଗାଡ଼ି ମାଲିକଙ୍କୁ ଲୋଡିଂ ଲେବରକୁ ଏତେ ଲୋଭ, ଏତେ ପଇସାର ପ୍ରିୟ ଥିଲା ଯେ ମାୟା, ସେ ସୁକିନ୍ଦାକୁ କହୁକା ସୁକିନ୍ଦା କଥା। ଯେତେବେଳେ କୋରେଇ ପ୍ରତି ତମର ଯଦି ଏତେ ଅନୁଗତ୍ୟ, କୋରେଇ ଲୋକ ଯଦି ତମକୁ ଏତେ ଭଲ ପାଉଥିଲେ ସାଙ୍ଗେ ସାଙ୍ଗେ କହିଥିଲେ ଆଜ୍ଞା ଆମକୁ କୋରେଇକି ଦେବେ। କୋରେଇ ତ ସେତେବେଳେ ତମ ପୁଅ ଥିଲେ ସେଠି, ତେଣୁ କାଟିକି ହେଠିକି ନେଉଥିଲ କାହିଁକି? ତେଣୁ ଲକ୍ଷ୍ୟ ଥିଲା ସୁକିନ୍ଦାକୁ ଲୁଟ୍ କରିବୁ। ସୁକିନ୍ଦାକୁ ମଧ୍ୟ ଲୁଟ୍ କଲେ। ଡୁବୁରି ସାଗରରେ ଗୋଟିଏ ବୋର୍ଡ ମାରିଥିଲେ, ଆପଣ ଦେଖିଥିବେ, ରତ୍ନଗର ବା ସୁକିନ୍ଦା ଏଠି ସ୍ୱପ୍ନ ସତ ହୁଏ। ତେଣୁ ତାଙ୍କ ସ୍ୱପ୍ନ ସତ ହେଲା, ରତ୍ନ ନେଇଗଲେ। ରତ୍ନ ସରିଲା ପରେ ବର୍ତ୍ତମାନ ଇଚ୍ଛା କଲେଣି ପୁଣି କୋରେଇକି ଫେରିଆସିବୁ। କୋରେଇ ଫେରିଆସିବେ। ଦ୍ୱିତୀୟ କଥା ଯେ ତାଙ୍କର ରାଜନୈତିକ ଭବିଷ୍ୟତ ଆଉ କିଛି ନାହିଁ। ତେଣୁ ସେ ଦେଖୁଛନ୍ତି ଜାଣିବାକୁ ଯଦି ମୁଁ କୋରେଇ କୌଣସି ପ୍ରକାର ସେଟିଂ କରିଦେବି ତାହେଲେ ସୁକିନ୍ଦା ଫାଙ୍କା ପଡ଼ିବ। ତେଣୁ ସୁକିନ୍ଦାରେ ସେ ମଧ୍ୟ ଆଗକୁ ନିର୍ବାଚନ ଲଢ଼ିବ ବୋଲି ମନ ସ୍ଥିର କରିଛନ୍ତି। ତା ଛଡ଼ା 2029 ବର୍ଷକୁ ବିଜେଡି ଦଳ କେଉଁ ପରିସ୍ଥିତି ଥିବ, ଟିକେଟ ତାର ନେବାକୁ ଲୋକ ଥିବେ କି ନାହିଁ, ତେଣୁ ସେ ସନ୍ଦେହରେ ଅଛନ୍ତି। ତେଣୁ ଯଦି ଏଭଳି ପରିସ୍ଥିତି ହୁଏ ତାହେଲେ 2ଟା ଟିକେଟ ମିଳିବା କିଛି ବଡ଼ କଥା ନୁହେଁ, 4ଟା ବି ମିଳିଯାଇପାରେ। ତେଣୁ ଆଗାମୀ ଦିନରେ କହିବେ ଏଇଟା ରାଜନୀତିକ ଦୃଷ୍ଟିରେ ରଖି ଏଭଳି ବାଚନ ଦେଇଛନ୍ତି। ସେ ପୁରା ମତଲବୀ। ତେଣୁ ତାଙ୍କ ମତଲବ ତାଙ୍କ ମାୟା କୋଇ ନାହିଁ ପାୟା। ତେଣୁ ତାଙ୍କୁ ଯିଏ ବୁଝିଛି, ମୁଁ କିଛି ମାତ୍ରାରେ ବୁଝିଛି ବୋଲି ମୁଁ କହୁଛି।